ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ସିଆଁରୋଇ ପଞ୍ଚାୟତ ଅଧୀନ ନୀଳକଣ୍ଠ ସରକାରୀ ବିଦ୍ୟାପୀଠର ଅଧ୍ୟୟନରତ 4 ଜଣ ଛାତ୍ରୀ ସୋମବାର ଅପରାହ୍ନରେ ଅକସ୍ମାତ ଚେତାଶୂନ୍ୟ ହୋଇଥିଲେ। ଅସୁସ୍ଥ ଛାତ୍ରୀମାନଙ୍କୁ କମର୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁକ୍ରାଚାର୍ଯ୍ୟ ପଟ୍ଟାୟତ ଛାତ୍ରୀଙ୍କ ସହ ଚିକିତ୍ସାଳୟ ଆସି ଚିକିତ୍ସା ବ୍ୟବସ୍ଥା କରିଥିଲେ। ଖବର ପାଇ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର କମଳାକାନ୍ତ ଜେନା ଆସି ଛାତ୍ରୀଙ୍କ ଚିକିତ୍ସା ଉପରେ ଗୁରୁତ୍ୱ ଦେବା ସହ ମାନସିକ ସହ ହର୍ମୋନ ଜନିତ ବୋଲି ଅନୁମାନ କରିବା ପ୍ରକାଶ କରିଛନ୍ତି। ମାତ୍ର ଅଭିଭାବକମାନେ ଏସିଡ୍ ପ୍ରଭାବରୁ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି। ଗୋଟେ ପିଲାଟେ ଆସିକି ଆମକୁ କହିଲା ଯେ ସାର୍ କ୍ଲାସ୍ରେ କ୍ରିଷ୍ଣା ସେନ୍ସଲେସ୍ ହେଇଛି। ତେଣୁ ଆମେ ଦିଦି 2 ଜଣ ମୁଁ ଆଉ 2 ଜଣ ସାର୍ ମିଶିକି ଗଲୁ, ଯାଇକି ଦେଖିଲୁ ଯେ ପିଲାଟା ପଡ଼ିଛି। ତାକୁ ଘଷାଘଷି କରୁଥିଲୁ। ତାକୁ ଦେଖା ଦେଖି ଆଉ ଗୋଟେ ପିଲା ସେମିତି ହେଇଗଲା 15 ମିନିଟ୍ ଖଣ୍ଡେ ପରେ। ତାପରେ ତ ଛୁଟି ହେଲା, ଛୁଟି ପରେ ତ ଆଉ 2ଟା ପିଲା ହେଲେ ସେଇଟା ମୋତେ ଲାଗୁଛି କ'ଣ ତ ଦୁର୍ବଳତା ପାଇଁ ହେଇଥିବ। କ୍ଲାସ୍ ରୁମ୍ରେ ଜଣେ ପିଲା ଥିଲା, ତାକୁ ସିଏ ମାନେ ଯେଉଁ ପିଲାଟି କ୍ଲାସ୍ ରୁମ୍ରେ ଥିଲା ସିଏ ପ୍ରଥମେ ଅଚେତ ହେଲା। ତାପରେ ଯେଉଁ ପିଲା ଖେଳୁଥିଲେ ଏମାନେ ସବୁ ଗଲେ ତାଙ୍କ ପାଖକୁ, ଦେଖାଦେଖି ହେଇଛି। ଜଣେ ପରେ ଜଣେ ଏମିତି 4 ଜଣ ପିଲା ସେନ୍ସଲେସ୍ ହେଇଥିଲେ। ତାଙ୍କୁ ଏଇ କମର୍ଦା ହସ୍ପିଟାଲକୁ ଅଣାହେଇଛି। ଟ୍ରିଟମେଣ୍ଟ ସେମାନେ ଖେଳୁଥିଲେ, ସେଇ ସମୟରେ ହଠାତ୍ ସେନ୍ସ ପଳେଇଲା। ଏଟା ଝିଅ ପିଲାମାନଙ୍କୁ ସେ ଏସିଆର ଗୋଟେ କନଭର୍ସନ୍ ରିଆକ୍ସନ୍ ସେମିତି ହଠାତ୍ ଡେଭଲପ୍ କରିଛି। ଏବେ ଟ୍ରିଟମେଣ୍ଟ ହେଲା ପରେ ସମସ୍ତେ ପ୍ରାୟ ସୁସ୍ଥ ହୋଇଗଲେ। ରାତି 8ଟା ସୁଦ୍ଧା ଛାତ୍ରୀମାନଙ୍କ ଅବସ୍ଥାରେ ସୁଧାର ଆସିବା ଜଣାପଡ଼ିଛି। ଛାତ୍ରୀମାନେ ହେଲେ ସୁପର୍ଣ୍ଣା ଦେ, କୃଷ୍ଣା ପ୍ରମାଣିକ, ସୁପଣ୍ଡା ଜେନା, ଲିଜା ପ୍ରମାଣିକ। 3 ଜଣ 8ମ ଶ୍ରେଣୀ ଛାତ୍ରୀ ହୋଇଥିବା ବେଳେ ଜଣେ 10ମ ଶ୍ରେଣୀର ଛାତ୍ରୀ ଅଟନ୍ତି। ବାଲେଶ୍ୱରରୁ ଚିନ୍ମୟ କୁମାର ଦାସଙ୍କ ରିପୋର୍ଟ, ଖବର ଓଡ଼ିଶା।